ଏହି କାନ୍ଦକୁ ଦେଖି ଜାଣିପାରୁଥିବେ କି କେତେ କଷ୍ଟ ଓ ଦୁଃଖରେ ଥିବେ ଏହି ବ୍ୟକ୍ତି। ଜଙ୍ଗଲ ଓ ପରିବେଶ ବିଭାଗରେ କାର୍ଯ୍ୟ କରି 1 ବର୍ଷର ଦରମା ନ ପାଇ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଅନ୍ତର୍ଯ୍ୟାମୀ ଜେନା। ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ରେଙ୍ଗାଲି ବଡ଼ମାଳ ପଞ୍ଚାୟତ କଦଳୀପାଲିର ଅନ୍ତର୍ଯ୍ୟାମୀ ଜେନା ବଡ଼ମାଳ ବନାଞ୍ଚଳ ଅଧୀନରେ ଜଗୁଆଳି ଭାବରେ କାର୍ଯ୍ୟରତ ଥିଲେ। ହାତୀ ଘଉଡ଼ାଇବା, ନିଆଁ ଲିଭାଇବା, ଗଛ ଲଗାଇବା ଓ ଜଗିବାର ଦାୟିତ୍ୱ ବଡ଼ମାଳ ବନଖଣ୍ଡ ଅଧିକାରୀ ଦେଇଥିଲେ। ସେ ଆଜକୁ 1 ବର୍ଷ ହେବ ଦରମା ପାଇନାହାନ୍ତି। ପରିବାର ଚଳାଇବା, ନିଜେ ଚଳିବାରେ ଅସୁବିଧା ହେଉଛି ଅନ୍ତର୍ଯ୍ୟାମୀ ଜେନାଙ୍କର। ମୋର ନାମ ହେଉଛି ଅନ୍ତର୍ଯ୍ୟାମୀ ଜେନା, ଗ୍ରାମ କଦଳୀପାଲି, ବଣମାଲ ରେଞ୍ଜ ଅଧୀନରେ ରେଙ୍ଗାଲି ବିଟ୍ ତରଫରୁ ମୁଁ 2017-18 ମସିହାରୁ କାର୍ଯ୍ୟ କରି ଆସୁଛି। ବୃକ୍ଷରୋପଣ ଜଗୁଆଳି ରୂପରେ ମୁଁ ୱାଚର ଭାବରେ କାର୍ଯ୍ୟ କରିଛି। ଆଉ ସରକାର ଯେତିକି ଟଙ୍କା ସେଠି ଇନଭେଷ୍ଟ କରିଥିଲେ ସେତିକି ଗଛ ମୁଁ ସମ୍ପୂର୍ଣ୍ଣ ଦେଖାଇ ଦେଇଛି। ଏମିତି ଦେଖିବେ ସେ ରାସ୍ତାରେ ସାରା ବିଶ୍ୱରେ ସେହିପରି ଗଛ ନାହିଁ ଆଜ୍ଞା। 2025 2 ମାସ ଫେବୃଆରୀ 28 ତାରିଖରୁ ମୋତେ ଆଉ ଟଙ୍କା ଦେଉନାହାନ୍ତି ରେଞ୍ଜର ସାହେବ। ଏମିତିକି ଲେବର କୋର୍ଟ ଯାଇଛନ୍ତି ଏବଂ ବନଖଣ୍ଡ ଅଧିକାରୀ ବି ଅଛନ୍ତି, ଜଙ୍ଗଲ ପରିବେଶ ମନ୍ତ୍ରୀ ଯାଇଛନ୍ତି, ସମସ୍ତଙ୍କ ଟିକେ ଆଉ ଜିଲ୍ଲାପାଳ ଆଉ ସେ ସୋସାଇଟି କରିବାର ଯେଉଁଟା କହୁଛନ୍ତି ଆମେ ଅନୁରୋଧ କରୁଛୁ ସେଇ ଟାଇପ୍ର ବାକ୍ୟରେ ନିଯୁକ୍ତି ପାଇଥିଲେ, କିନ୍ତୁ ତାଙ୍କୁ 2 ବର୍ଷ ହେଲା 2025 ମସିହାରେ ଦରମା ପାଉଛନ୍ତି। ଅନ୍ତର୍ଯ୍ୟାମୀ ଜେନାଙ୍କ ସହିତ କାର୍ଯ୍ୟ କରୁଥିବା ଅନ୍ୟମାନେ ଦରମା ପାଉଛନ୍ତି, ହେଲେ ଅନ୍ତର୍ଯ୍ୟାମୀ ଜେନାଙ୍କୁ ଦରମା ମିଳୁନାହିଁ। ଅନ୍ତର୍ଯ୍ୟାମୀଙ୍କୁ କାର୍ଯ୍ୟରେ ଲଗାଇଥିବା ଅଧିକାରୀ କିଛି ନ ବୁଝିବାରୁ ରେଡ଼ାଖୋଲର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ବନଖଣ୍ଡ ଅଧିକାରୀଙ୍କୁ ଜଣାଇଛନ୍ତି। ରେଡ଼ାଖୋଲରୁ ଦୀପକ ସିଂଙ୍କ ରିପୋର୍ଟ, ଆମ ଓଡ଼ିଶା।